କହିବି ନହେଲେ ମୋର ପାଲା ମତେ ଯେ ବହିନା କରିବ ମୋ ଯୋଗାର କରିବୁ ସେ ଧର୍ମ ନାହିଁ ଆଉ ମୁଁ ମିଛ କହୁଛି ତମେ ତୁ ତାନି ଦିଆ ତୁ ବାରମ୍ବାର କିନ୍ତୁ ଚାହା ଷ୍ଟେଜ କେତେ ନେବୁନି ଚାହା ଯୋଉ ପାଲା ବାଲା ଚାହା ପିଇବେ ସେ ପାଲା ବାଲା ମୋର କହିବାର କଥା କଣ ଥିଲା କାହିଁକି କଥା କହୁଥିଲି ମିଥ୍ୟା ମିଥ୍ୟା ତୁ ଯେବେ ତୁ କହିବୁ ଏହି ସଂସାର ଧରିବୁ ତମ ଗାଁରେ କହିବୁ ଆମ ଗାଁକ ରବି ଭାଇନା କହିଲେ ଯୋଉ ଲୋକ ମିଛ କହିବ ସିଏ ପୁଣ୍ୟ ଅର୍ଜନ କରିବ ଯଦି ପଚାରନ୍ତି କି ଆମେ ତ ପାଠ ପଢିଲା ବେଳେ ପଢିଛୁ ସତ କହିବାକୁ କିଆ ଡରିବି ସତ କହିବ ଯେ ବୋଲେ କରିବି ସତ କହିବ ଯେ ବୋଲେ କରିବି ସତ କହିବ ଯେ ବୋଲେ କରିବି ଏଇଠି ଭୁଲ ଯେମିତି କବି କହିଛନ୍ତି ବେଦ କହୁଛି ଧର୍ମାଞ୍ଚଳ ସତ୍ୟ ପଦମ୍ ବେଦ କହୁଛି ସତ୍ୟ କଥାକୁ ପରିପ୍ରକାଶ କର ଧର୍ମ ଆଚରଣରେ ଧାରଣ କର କିନ୍ତୁ ଏଇ ଯେମିତି କବିମାନେ କହିଛନ୍ତି ସତ କହିବାକୁ କିଆ ଡରିବି ସେମିତି କବିମାନେ କହିଛନ୍ତି ଯଦି ଧର୍ମ ଅର୍ଜନ କରିବୁ ତାହେଲେ ମିଛ କହ ଆରେ ସେ କୋଉ କବି ଇଏ ସଂସାରରେ ଏଡେ ବଡ କଥା କହିଲେ ମିଛ କହିଲେ ପ୍ରାଣୀ ମାନେ ଡରିଯାନ୍ତି ସେ କବି କିଏ ନା କହଇ ଜଗନ୍ନାଥ ଦାସ ମୂଳଟି ଅଟଇବି ସାସ ମୁଳଟି ଅଟଇବି ସାସ ମୁଳଟି ଅଟଇବି ସାସ ହେଲେ ଜଗନ୍ନାଥ ଦାସ ସବୁ ହଉଛି ଶାସ୍ତ୍ର ଜଗନ୍ନାଥ ଦାସଙ୍କର ଭାଗବତ ଶାସ୍ତ୍ରଠୁ ଉନ୍ନତ କେତେ ଉନ୍ନତ ନା ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ ଅଭ୍ୟାସ କରୁଥିବ ନିତ୍ୟ ଅଭ୍ୟାସ କରୁଥିବ ନିତ୍ୟ ସବୁ ଶାସ୍ତ୍ର ହେଲା ବେଳେ ଭାଗବତକୁ ଆମେ ପରମ ଶାସ୍ତ୍ର ବୋଲି କହୁ କାହିଁକି ଭାଗବତରେ ଜଗନ୍ନାଥ ଦାସ କହିଛନ୍ତି ମିଛ କହ କୋଉଠି ମିଛ କହିବୁ ଆରେ ଭାଗବତ କହୁଛି ମିଛ କହ ନା କୋଉଠି ମିଛ କହିବୁ ନା ପରିହାସରେ ନାରୀ ସଙ୍ଗେ ବିବାহে ପୁତ୍ର କନ୍ୟା ଯୋଗେ ବିବାହ ପୁତ୍ର କନ୍ୟା ଯୋଗେ ବିବାହ ପୁତ୍ର କନ୍ୟା ଯୋଗେ ଅକିରା ପୁଅ ପିଲାକୁ ଯାଇକି କାଲି ତ ବୁଢୀ ମା ଅଛି ଘରେ ତ ତମେ 3 ଜଣ ବୁଢୀ ମା ତୁ ପୁଅ ପିଲା କିଏ କହିଲୁ କାହାର ହଉଥିଲା କିଏ ତତେ ତ ବୟସ 65 ବର୍ଷ 55 ସିଏ କେମିତି ମୋ ବୋହୁ ହେଲା କାଲି ତତେ ମୁଁ 800 ଟଙ୍କା ଦେବି ପରିଚୟ ଯେତେବେଳେ ଆସିବୁ ତୋ ପ୍ରାପ୍ୟ ହଉଛି 800 ଆଉ ଯୋଉଠିକି 1000 8ଟା 100 ଟଙ୍କିଆ ଦେ ପୁଅ ପିଲା ଧର ତୋ ମା ବୁଢୀ ଥବ ଖଡ 8ଟା 100 ଟଙ୍କିଆ ନୋଟ ଗଣି ବୁଢୀକି ଦବୁ 4ଟା ଆଉ 4ଟା ଦବୁ ମୋ ସ୍ତ୍ରୀ ଦେଖିବୁ ଯଦି ଘରେ ସୁରୁଖୁରୁରେ ଚାଲିଲା ସେଠି କିଛି କହିବୁନି ଯଦି ଦେଖିବୁ କିଛି ଗୋଳମାଳ ଧଇଲା ବୋଲା ସ୍ତ୍ରୀ କି ଯେ ମିଥ୍ୟା କହିଲେ ସ୍ୱାମୀ ଯେ ମୋ ସଭାରେ ଲାଗେ ନାହିଁ କାହିଁକି ମିଛ କହିବୁନି ଖାଲି କଣ କବି କହିଛନ୍ତି ଜଗନ୍ନାଥ ଦାସ ଯୋଉ ଲୋକନାଥଙ୍କର କଥା ପାଲା ଶେଷରେ ଯୋଉ ଲୋକନାଥ ଆଉ ଅଧଘଣ୍ଟା ପରେ ବୋଲି ଦେଇକି ପଳେଇବି ଆଉ ସେଇ ଲୋକନାଥଙ୍କର କହିଛନ୍ତି ସ୍ତ୍ରୀ କି ସତ କହିବୁନି
कौन से पदो ना दुपति आगरे सत न कहिबु दुपति आगरे मिठ भला भला दुपति आगरे मिठ भला भला दुपति आगरे मिठ आउ फल आगरे निंदा न करिबु बहुथिबु करिबु ନାଇଁ
ସେଠି ଯଦି ଦେଖିବୁ ଟିକିଏ ବେଗଳ ହେଲା ତାକୁ ମିଛ କହିଲେ ସ୍ୱାମୀ କି ପାପ ଲାଗେ ନାହିଁ ପରିହାସରେ ନାରୀ ସଙ୍ଗୀ ବିବାহে ପୁତ୍ର କନ୍ୟା ଯୋଗେ ଆଜି ସିନା ପୁଅ ଝିଅକୁ ଆଣିଛି ହେରି ପୁରା କାଳରେ ଜଣେ ମଧ୍ୟସ୍ଥିତା ଥିଲେ ଟିକିଏ ପୁଅ ଘର 5 ମାନେ ସମ୍ପତ୍ତି ଯଦି ଝିଅ ଘରେ ଅଚାନକ 6 ମାନେ ମିଛ ପଦେ କହିଦେଲା ସେଠେଇ ତାକୁ ଦୋଷ ଲାଗେନି ଆଉ ମିଛ କହିବୁ ନା ବୃଦ୍ଧେ ପ୍ରାଣର ସଙ୍କଟେ କରୁରା ଭର ତାକୁ ପାପ ଲାଗେ ନା ପ୍ରାଣର ସଙ୍କଟେ ଯଦି ଜାଣିଥିଲେ ସତ କଥା ମତେ କହିଲେ ମତେ ଫାଶୀ ହେଇଯିବ ସେତିକି ବେଳେ ଭଲ ମିଛ କହିଲେ যদি ଦେଖିବୁ ପ୍ରାଣ ଉପରକୁ ସଙ୍କଟ ଆସିଲା ଜାଣିଲୁ ଏ ମିଛ ସତ କଥା ମତେ କହିଲେ ମତେ ଫାଶୀ ହେଇଯିବ ସେଠେଇ ତୁ ମିଛ କହିଲେ ମତେ କିଛି ପାପ ନାହିଁ ଏ କଥା ମୁଁ କହିଛି ପ୍ରାଣର ସଙ୍କଟ କାଳରେ ମିଛ କହିବା ମୁଁ କହିଛି ନା ଅଖଣ୍ଡ ଆର୍ଯ୍ୟାବର୍ତ୍ତ ଭାରତ ଭୂମିର ଯୋଗେଶ୍ୱର ରୂପରେ ଯେ ଆମର ମାନଙ୍କର ଭଗବାନ କୃଷ୍ଣ ସେଦିନ ଯୁଧିଷ୍ଠିରଙ୍କ ଭଳି ଜଣେ ମହାତ୍ମାଙ୍କୁ ଦେଇଛନ୍ତି ପ୍ରବର୍ତ୍ତାଇଛନ୍ତି ଆର୍ଯ୍ୟାବର୍ତ୍ତର ଜଣେ ଯୋଗ୍ୟତମ ପୁରୁଷ ଆର୍ଯ୍ୟାବର୍ତ୍ତ ଅଖଣ୍ଡ ଭାରତ ଭୂମିର ଜଣେ ଯୋଗ୍ୟତମ ସନ୍ତାନ ଧର୍ମରାଜ ଯୁଧିଷ୍ଠିର ପ୍ରବର୍ତ୍ତକ ଆପଣମାନଙ୍କର ଭଗବାନ କୃଷ୍ଣ ଯୋଗେଶ୍ୱର କୃଷ୍ଣ କହୁଛନ୍ତି ଯୁଧିଷ୍ଠିର ତମେ ମିଛ କହ କୋଉଠେଇ ନା ନରେରା ଗୁଞ୍ଜରେ ଦ୍ରୋଣଙ୍କୁ ତମେ କହିବ ନରେବା ଗୁଞ୍ଜରେ ଅଶ୍ୱତ୍ଥ ଏ କଥା ନ କହିଲା ପର୍ଯ୍ୟନ୍ତ ଦ୍ରୋଣଙ୍କୁ ମାରିବା ସମ୍ଭବ ନୁହେଁ କିନ୍ତୁ ଯୁଧିଷ୍ଠିର ପ୍ରତିବାଦ କରିଛନ୍ତି ଯୁଧିଷ୍ଠିର କହିଲେ ଏ ମହାଭାଗ ଗୁରୁ ସର୍ବାଦୌ ନମସ୍ୟ ଛାତ୍ର ଜୀବନର ଐକାନ୍ତିକ ଗୁରୁ ଭକ୍ତିର ପରାକାଷ୍ଠାରେ ପ୍ରତିପାଦିତ ହୁଏ ଉଜ୍ଜ୍ୱଳମୟ ଭବିଷ୍ୟତ ଯୁଧିଷ୍ଠିର କହିଲେ ପ୍ରଭୁ ମୁଁ ଗୁରୁଙ୍କୁ କେମିତି ମିଛ କହିବି ଭଗବାନ କୃଷ୍ଣ ହସିଲେ କହିଲେ ଯୁଧିଷ୍ଠିର ଯଦି ତମେ ଜୀବନରେ କିଛି ମିଛ କହିନଥାନ୍ତ ଏଇଟା ତମର ପ୍ରଥମ ମିଛ ହୁଅନ୍ତା ତାହେଲେ ତମେ କହିବାକୁ କୁଣ୍ଠାବୋଧ କରନ୍ତ ଯୁଧିଷ୍ଠିର କହିଲେ ପ୍ରଭୁ ମୁଁ ତ ମିଛ କହିନି କୃଷ୍ଣ କହିଲେ ପ୍ରଥମ ମିଛରେ ମାତା କୁନ୍ତୀକି କହିଥିଲ ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଧରି ତୁମେ ପ୍ରତ୍ୟାବର୍ତ୍ତନ କଲ ମା କୁନ୍ତୀ ପଚାରିଲା ବେଳକୁ ତୁମେ ଫଳଟା ବୋଲି କହିଲ ନା ହଁ କୃଷ୍ଣ ପଚାରିଲେ କହିଲେ ଯୁଧିଷ୍ଠିର ରାଜା ଝିଅଟାକୁ ନେଲ ଫଳଟା ବୋଲି ମାକୁ କହିଲ ମା ସମଦର୍ଶୀ ତାର ବୈଜୟନ୍ତୀ କେତନ ଉଦୟମାନ କଲା 5ଟା ପୁଅ ମୋର ଗୋଟିଏ ଫଳ ଯଦି ମା ପାଖକୁ ଆସେ ସେ 5 ଭାଗରେ ବିଭକ୍ତିକରଣ କରେ ତୁମେ କହିବାରୁ ଦ୍ରୌପଦୀ ପରା 5 ଭାଗ ହୋଇଗଲା যদি তুমি মিছ ন কহিছ বিরাটপুরে সত কথা কিতা ন কহিল যুধিষ্ঠির আউ মিথ্যা পরিচয় দেইবারে তুহে রহিল বিরাটপুর কৃষ্ণ কহিলে যুধিষ্ঠির কেতেবেলে বিরাটপুরে তুমি আত্মগোপন করিছিল বিরাট রাজাকে সত্য কহিছ না 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 এইটা নরেবা গুঞ্জরে অশ্বত্থমা
कहला प्रभु अभिराम परमहंस के छंद काला तो सरी जीव सैला भाई ना भाई ना भजन टी बोलिवा भजन टी बोलिवा ए फकीरा अभिराम हनु भक्त हनु भगवान कहूची प्रभु मु निमित्त मात्र ए संसार में तू होत मूल कारण कौन कहला अभिराम कौन कहले बोले मुहि यंत्र तुम्हे यंत्री सबु जुगे जुगे मोहि यंत्र तुम्हे यंत्री सबु जुगे जुगे यंत्र रोहिरे तुम्हे खेली बाता संगे ओरा अबुधा ठाकुर मोरा अबुधा ठाकुर अभिराम भल कथा कहले भक्त हनुमान कहउछन कहले मुहि यंत्री मुहि यंत्र तुम्हे यंत्री सबु जुगे जुगे फकीरा ओ बुझुटु नाही कोन बुझिलु ओ यही बुझु बुझिलु नाही भक्त कहउची प्रभु मुहि यंत्र तुम्हे यंत्री आको यंत्र को देखे तापर यंत्री की देखे हौ घंटा हौ कोनी यंत्र रेडियो की यंत्र घंटा हौ रेडियो हौ घंटा पे यंत्र तो इंजीनियर तैयारी करछि जदि घंटा हला यंत्र ताई यंत्र होछथि गैलीलियो जदि रेडियो हला यंत्र मार्को होछथि ता पई यंत्री गैलीलियो घंटा के तैयारी कले घंटा हौ कोनी यंत्र जो प्रोसेसर विज्ञान धारा को नहीं जो प्रोसेसर गैलीलियो तैयारी कले 24 घंटा रे दिनटा परिवर्तन होई गला से भी चालिला पोठारी सामंत पंचिका तैयारी कले तांकर 24 घंटा ता होची 60 दंड से प्रोसेसर तैयारी कले अच्छा गैलीलियो को घंटा कथा कहि घंटा रे लुहा अछि ना नाही अच्छी आज्ञा गैलीलियो सिना घंटा को तैयारी कले बोले लुहा को गैलीलियो करथले नहीं आज्ञा ताको कमार कथा लुहा को तैयारी करछि से किए ना अग्निवीरे पुरोहितम देवस्य यज्ञ मूर्ति जम होतार रत्न धातम जे विश्व तत्वर संपादक जे अग्रणी से कोन कले ना सृष्टि की सूचना करले सृष्टि की तैयारी कले गुना कला साहित्य बनो बोला धन्य हे ईश्वर तुम बुद्धि कौशल तुम्हारो अगणित ज्योतिषपंथींकर कर्तृत्व कारण किए ना किपरि रचिल प्रभु
ଚନ୍ଦ୍ର ଏମାନଙ୍କୁ ଯିଏ ତିଆରି କରିଛନ୍ତି ଯେ ବିଶ୍ୱ ଯଜ୍ଞର ସମ୍ପାଦକ ଆଖୁ ଘରେ ରଖିଲ କେତେ ମିଠା ଯନ୍ତ୍ରୀ କି ଦୋଷ ଦବା ସେ କୋଉ ପ୍ରୋସେସରେ ଭୁଲ ହୋଇଛି ମାଙ୍କଡ ହନୁମାନ କହୁଛନ୍ତି ମହାଜ୍ଞାନୀ ନା ମାଙ୍କଡ ବୋଲି ଯାହାକୁ ବିଚାର କରିଛି ମୁଁ କହିଛି ହନୁମାନ ହଉଛନ୍ତି ଜ୍ଞାନୀ ନାଙ୍କ ଅଗ୍ରଗଣ୍ୟ ଜ୍ଞାନୀ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହଉଛନ୍ତି ବୀର ହନୁମାନ ଶ୍ରେଷ୍ଠ ସେ କହିଲେ ପ୍ରଭୁ ଆପଣ ପୁରା ବିଶ୍ୱଯଜ୍ଞର ସମ୍ପାଦକ ଏ ମାଟିକି ତିଆରି କଲା କିଏ ଆପଣ ମଣିଷକୁ ତିଆରି କଲା କିଏ ଆପଣ ମାଙ୍କଡକୁ ତିଆରି କଲା କିଏ ଆପଣ ସବୁ ଈଶ୍ୱର ଆପଣ ଯେତେବେଳେ ସୃଷ୍ଟିଟାକୁ ତିଆରି କଲେ ହନୁମାନଙ୍କୁ ଜନ୍ମ ଦେବା ବାଲା ଆପଣ ଆତ୍ମା ରୂପରେ ଆପଣ ମୋ ପାଖେ ଅଛନ୍ତି ଆପଣ ପ୍ରଥମ ପଟରେ ଲଙ୍କାପୁରକୁ ପୋଡ଼ିଦେଲେ ଭାଗବତରେ ଗୋଟେ ପଦ ଅଛି ବୋଲା କରି କରାଉ ଖାଇ ମୁହିଁ ଭଲା ଏମାନଙ୍କ ଦ୍ୱାରା କିଛି କାର୍ଯ୍ୟ ମଧ୍ୟ କରୁଛି ମୁଁ ହନୁମାନଙ୍କର ଅର୍ଥ ହଉଛି ସେଇଆ ମୋତେ ତିଆରି କଲି ଆତ୍ମା ରୂପେ ରହି ରାମ ଭଗବାନ ଯେଉଁ ନିର୍ଦ୍ଦେଶରେ ରାବଣକୁ ପୋଡ଼ିଦେଲ ତା ପୁଅକୁ ମାରିଦେଲ ତା ମଧୁବନକୁ ଭାଙ୍ଗିଦେଲ କହିଲା ପ୍ରଭୁ ବାସ୍ତବରେ ଦୋଷୀ ନୁହଁ କହିଲା ସବୁ କଥା ଯାକ ଯେ ଈଶ୍ୱର କାରଣ ସବୁ କଥା ଯାକ ଯେ ଈଶ୍ୱର କାରଣ ছাপা ভাঙিলে ছাপু দোষী হে বড়া ভগবান ସବୁଠି ଜିତନ୍ତି ଭଗବାନ କୋଉଠି ହାରନ୍ତି କିନ୍ତୁ ଯାହା ପାଖରେ ହାରନ୍ତି ସେ ଜଣକ ନିଶ୍ଚିତରେ ଭକ୍ତ ଥିବ ଭକ୍ତ ପ୍ରାଣ ଧନ আরে কিয়ে কহে ভগবানଙ୍କ অধীন ভক্ত নাই ভক্তাধীন ভগবান ভক্তর অধীন হচ্ছন্তি ভগবান হনুমান কহিলে হে রাম আপন সতরাচর বিশ্ব ব্রহ্মাণ্ডর উৎপত্তি কর্তা মু তো নিমিত্ত মাত্র মু জানিবারে মোর মতে লগেই আপন লঙ্কাকে পড়িলে তা পুরোକୁ মাইলে এবং মধুবনକୁ ভাঙিলে প্রভু ସବୁର କାରଣ ହଉଛନ୍ତି ଆପଣ ଭକ୍ତ
ପାଖେ ଭଗବାନ ରାମ ହାରି